ପିଲାମାନେ ଏହି ୟୁଟ୍ୟୁବ୍ ଚ୍ୟାନେଲରେ ମହାବୀର ଜିନଙ୍କ ଜୀବନୀ ଏବଂ ମହାବୀର ଜିନଙ୍କ ନୀତିବାଣୀ ଭିଡ଼ିଓ ଅଲରେଡ଼ି ପ୍ଲେଲିଷ୍ଟରେ ଅଛି। ତୁମେମାନେ ଯଦି ଦେଖିନାହଁ ତାହେଲେ ଫାଷ୍ଟ ପ୍ଲେଲିଷ୍ଟକୁ ଯାଇକି ଏ ମହାବୀର ଜିନଙ୍କ ଜୀବନୀ ଏବଂ ତାଙ୍କର ନୀତିବାଣୀ ଭିଡ଼ିଓ ଦୁଇଟିକୁ ଦେଖିଦିଅ। ତାପରେ ଆଜିର ଭିଡ଼ିଓରେ ଯେଉଁ ଆମେ ଆଲୋଚନା କରିବା ବା ଡିସ୍କସନ୍ କରିବା ମହାବୀର ଜିନଙ୍କ ଜୀବନୀ ଓ ନୀତିବାଣୀ MCQ ପାର୍ଟ 1 ଏହି ଭିଡ଼ିଓଟିକୁ ଦେଖିବ ଏବଂ ଏହି ହିସାବରେ ଯଦି ତୁମେ ଦେଖିବ ତାହେଲେ ତୁମେ ଏହାର ଉତ୍ତର ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ବୁଝିପାରିବ। ଏହି ଭିଡ଼ିଓରେ ଟୋଟାଲ 30ଟି MCQ ଅଛି ପିଲାମାନେ ଏବଂ ଏହି MCQ ଗୁଡ଼ିକ ପରୀକ୍ଷା ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ପାର୍ଟ 1ରେ ତୁମମାନଙ୍କ ପାଇଁ ମୁଁ 30ଟି MCQ ନେଇକି ଆସିଛି ଏବଂ ପାର୍ଟ 2ରେ ପୁଣି ତୁମମାନଙ୍କ ପାଇଁ ଯାହା ବି ହେବ ପିଲାମାନେ 30 ହଉ ବା 40 ହଉ ପୁଣି ପାର୍ଟ 2ରେ 30ରୁ 40ଟି MCQ ନେଇକି ଆସିବି ତୁମମାନଙ୍କ ପାଇଁ। ଆଉ ଏହିପରି ଭାବରେ ମହାବୀର ଜିନଙ୍କ ଜୀବନୀ ଓ ନୀତିବାଣୀ ଟପିକରୁ ଯାହା ବି MCQ ଆସିବ ସବୁ ଆମେ କଭର କରିଦେବା ଏବଂ ପରୀକ୍ଷାରୁ ଯାହା ବି MCQ ପଡ଼ିବ ତାକୁ ଆମେ ରାଇଟ୍ କରିକି ଆସିବା ପିଲାମାନେ। ଆଉ ଏହି ଭିଡ଼ିଓଟିକୁ ଚେଷ୍ଟା କରିବ ପିଲାମାନେ 2ରୁ 3 ଥର ଦେଖିବା ପାଇଁ, ଯଦ୍ୱାରା କ'ଣ ହେବ ଏହି MCQ ପ୍ରଶ୍ନ ଗୁଡ଼ାକ ସମ୍ପୂର୍ଣ୍ଣ ରୂପେ ମନେ ରହିଯିବ। ଏଠି ଦେଖିପାରୁଥିବ ପିଲାମାନେ ପ୍ରଶ୍ନ ଅଛି ଏବଂ ପ୍ରଶ୍ନ ସହିତ ଗୋଟେ ହିଁ ଅପସନ୍ ଅଛି ଏବଂ ସେହି ଅପସନ୍ଟି ହିଁ ଉତ୍ତର ଅଟେ। ମୁଁ ମଲ୍ଟିପୁଲ୍ ଅପସନ୍ ଦେଇନି ପିଲାମାନେ, କେବଳ ଗୋଟିଏ ହିଁ ଅପସନ୍ ଦେଇଛି ଏବଂ ସେହି ଅପସନ୍ଟି ଉତ୍ତର ଅଟେ। ତ ଚାଲ ପିଲାମାନେ ଆରମ୍ଭ କରିବା MCQ ପ୍ରଶ୍ନ ଗୁଡ଼ିକ। ଜୈନ ଧର୍ମର ଆଦି ବା ପ୍ରଥମ ପ୍ରଚାରକ କିଏ ଥିଲେ? କିଏ ଥିଲେ? ଋଷଭନାଥ ଥିଲେ। ଜୈନ ଧର୍ମର ତ୍ରୟୋବିଂଶ ତୀର୍ଥଙ୍କର କିଏ ଥିଲେ? ପାର୍ଶ୍ୱନାଥ ଥିଲେ। ଜୈନ ଧର୍ମର ଚତୁର୍ବିଂଶ ତୀର୍ଥଙ୍କର କିଏ ଥିଲେ? ମହାବୀର ଜିନ ଥିଲେ। ମହାବୀରଙ୍କର ବାଲ୍ୟ ନାମ କ'ଣ ଥିଲା? ବର୍ଦ୍ଧମାନ ଥିଲା। ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ବୈଶାଳୀ ନିକଟବର୍ତ୍ତୀ କୁନ୍ଦ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମହାବୀର କେବେ ଜନ୍ମଗ୍ରହଣ କରିଥିଲେ? 540 ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ। ମହାବୀରଙ୍କର ପିତା କିଏ ଥିଲେ? ସିଦ୍ଧାର୍ଥ ଥିଲେ। ମହାବୀରଙ୍କର ମାତା କିଏ ଥିଲେ? ତ୍ରିଶଳା ଥିଲେ। ମହାବୀର ଜିନ କାହାକୁ ବିବାହ କରିଥିଲେ? ଯଶୋଦାଙ୍କୁ ବିବାହ କରିଥିଲେ। ମହାବୀରଙ୍କ କନ୍ୟା ସନ୍ତାନଟିର ନାମ କ'ଣ ଥିଲା? ପ୍ରିୟଦର୍ଶିନୀ ଥିଲା। ଆହୁରି ଥରେ ରିଭିଜନ୍ କରିଦେବା ପିଲାମାନେ। ଜୈନ ଧର୍ମର ଆଦି ବା ପ୍ରଥମ ପ୍ରଚାରକ କିଏ ଥିଲେ? ଋଷଭନାଥ ଥିଲେ। ଜୈନ ଧର୍ମର ତ୍ରୟୋବିଂଶ ତୀର୍ଥଙ୍କର କିଏ ଥିଲେ? ପାର୍ଶ୍ୱନାଥ ଥିଲେ। ଜୈନ ଧର୍ମର ଚତୁର୍ବିଂଶ ତୀର୍ଥଙ୍କର କିଏ ଥିଲେ? ମହାବୀର ଜିନ ଥିଲେ। ମହାବୀର ଜିନଙ୍କର ବାଲ୍ୟ ନାମ କ'ଣ ଥିଲା? ବର୍ଦ୍ଧମାନ ଥିଲା। ମହାବୀର କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ବୈଶାଳୀ ନିକଟବର୍ତ୍ତୀ କୁନ୍ଦ ଗ୍ରାମଠାରେ ଜନ୍ମଗ୍ରହଣ କରିଥିଲେ। ମହାବୀର କେବେ ଜନ୍ମଗ୍ରହଣ କରିଥିଲେ? 540 ଖ୍ରୀଷ୍ଟପୂର୍ବରେ ଜନ୍ମଗ୍ରହଣ କରିଥିଲେ। ମହାବୀରଙ୍କର ପିତା କିଏ ଥିଲେ? ସିଦ୍ଧାର୍ଥ ଥିଲେ। ମହାବୀରଙ୍କର ମାତା କିଏ ଥିଲେ? ତ୍ରିଶଳା ଥିଲେ। ମହାବୀର ଜିନ କାହାକୁ ବିବାହ କରିଥିଲେ? ଯଶୋଦାଙ୍କୁ ବିବାହ କରିଥିଲେ। ମହାବୀର ଜିନଙ୍କ କନ୍ୟା ସନ୍ତାନଟିର ନାମ କ'ଣ ଥିଲା? ପ୍ରିୟଦର୍ଶିନୀ ଥିଲା। ମହାବୀର କେତେ ବର୍ଷ ବୟସରେ ଗୃହତ୍ୟାଗ କଲେ? 30 ବର୍ଷ ବୟସରେ ଗୃହତ୍ୟାଗ କଲେ। ମହାବୀର ଦୀର୍ଘ କେତେ ବର୍ଷ କଠୋର ତପସ୍ୟା କଲେ? ଦୀର୍ଘ 12 ବର୍ଷ କଠୋର ତପସ୍ୟା କଲେ। ମହାବୀର ଦିବ୍ୟଜ୍ଞାନ ଲାଭ କଲା ପରେ ତାଙ୍କ ନାମ କ'ଣ ହେଲା? ମହାବୀର ଜିନ ହେଲା। କେବଲିନ୍ର ଅର୍ଥ କ'ଣ? କେବଲିନ୍ର ଅର୍ଥ ହେଲା ସର୍ବଜ୍ଞ, ଯିଏ ସବୁ ଜାଣିଥାନ୍ତି ତାକୁ କେବଲିନ୍ ବୋଲିକି କୁହାଯାଏ ଏବଂ କେବଲିନ୍ ମହାବୀର ଜିନଙ୍କୁ କୁହାଯାଉଥିଲା। ନିଗ୍ରନ୍ଥର ଅର୍ଥ କ'ଣ? ସଂସାରର ବନ୍ଧନରୁ ଛିନ୍ନ ହୋଇଥିବା ବ୍ୟକ୍ତିକୁ ନିଗ୍ରନ୍ଥ ବୋଲିକି କୁହାଯାଏ ଏବଂ ମହାବୀର ଜିନ ନିଗ୍ରନ୍ଥ ଥିଲେ। ମହାବୀର କେଉଁ ଗ୍ରାମରେ ଦିବ୍ୟଜ୍ଞାନ ଲାଭ କଲେ? ଜୃମ୍ବିକ ଗ୍ରାମରେ। ମହାବୀର କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କଲେ? ଋଜୁପାଲିକା ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କଲେ। ମହାବୀର କେଉଁ ବୃକ୍ଷ ମୂଳେ ଦିବ୍ୟଜ୍ଞାନ ଲାଭ କଲେ? ଶାଳ ବୃକ୍ଷ ମୂଳେ ଦିବ୍ୟଜ୍ଞାନ ଲାଭ କଲେ। ମହାବୀର କେତେ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କଲେ? 42 ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କଲେ। ଜୈନ କାହାକୁ କୁହାଯାଏ? ଜୈନ ଧର୍ମର ଅନୁଗାମୀମାନଙ୍କୁ ଜୈନ ବୋଲିକି କୁହାଯାଏ। ଆହୁରି ଥରେ ରିଭିଜନ୍ କରିଦେବା ପିଲାମାନେ।
ମହାବୀର କେତେ ବର୍ଷ ବୟସରେ ଗୃହତ୍ୟାଗ କଲେ? 30 ବର୍ଷ ବୟସରେ। ମହାବୀର ଦୀର୍ଘ କେତେ ବର୍ଷ ଧରି କଠୋର ତପସ୍ୟା କଲେ? ଦୀର୍ଘ 12 ବର୍ଷ ଧରି। ମହାବୀର ଦିବ୍ୟଜ୍ଞାନ ଲାଭ କଲା ପରେ ତାଙ୍କ ନାମ କ'ଣ ହେଲା? ମହାବୀର ଜିନ ହେଲା। କେବଲିନ୍‌ର ଅର୍ଥ କ'ଣ? ସର୍ବଜ୍ଞ। ମହାବୀର ସର୍ବଜ୍ଞ ଥିଲେ ଏବଂ ମହାବୀରଙ୍କ ନାମ ବି କେବଲିନ୍ ଥିଲା। ନିଗ୍ରନ୍ଥର ଅର୍ଥ କ'ଣ? ସଂସାର ବନ୍ଧନରୁ ଛିନ୍ନ ରହିଥିବା ବ୍ୟକ୍ତି। ଏବଂ ମହାବୀର ସଂସାର ବନ୍ଧନରୁ ଛିନ୍ନ ଥିଲେ ଏବଂ ତାଙ୍କୁ ନିଗ୍ରନ୍ଥ ବୋଲିକି କୁହାଯାଉଥିଲା। ମହାବୀର କେଉଁ ଗ୍ରାମରେ ଦିବ୍ୟଜ୍ଞାନ ଲାଭ କଲେ? ଜୃମ୍ବିକ ଗ୍ରାମରେ। ମହାବୀର କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କଲେ? ରିଜୁପାଳିକା ନଦୀ କୂଳରେ। ମହାବୀର କେଉଁ ବୃକ୍ଷମୂଳେ ଦିବ୍ୟଜ୍ଞାନ ଲାଭ କଲେ? ଶାଳ ବୃକ୍ଷମୂଳେ ଦିବ୍ୟଜ୍ଞାନ ଲାଭ କଲେ। ମହାବୀର କେତେ ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କଲେ? 42 ବର୍ଷ ବୟସରେ ଦିବ୍ୟଜ୍ଞାନ ଲାଭ କଲେ। ଜୈନ କାହାକୁ କୁହାଯାଏ? ଜୈନ ଧର୍ମର ଅନୁଗାମୀମାନଙ୍କୁ ଜୈନ ବୋଲି କୁହାଯାଏ। ଜୈନ ଧର୍ମ କ'ଣ? ମହାବୀରଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମ ହେଉଛି ଜୈନ ଧର୍ମ। ମହାବୀର ଦୀର୍ଘ କେତେ ବର୍ଷ ଧରି ଜୈନ ଧର୍ମର ପ୍ରଚାର କରିଥିଲେ? 30 ବର୍ଷ ଧରି ଜୈନ ଧର୍ମର ପ୍ରଚାର କରିଥିଲେ। ମହାବୀର କେତେ ବର୍ଷ ବୟସରେ ଦେହତ୍ୟାଗ କଲେ? ମହାବୀର 72 ବର୍ଷ ବୟସରେ ଦେହତ୍ୟାଗ କଲେ। ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କଲେ? ମହାବୀର ରାଜଗୃହ ନିକଟସ୍ଥ ପାବାପୁରୀଠାରେ ଦେହତ୍ୟାଗ କଲେ। ମହାବୀର କେବେ ଦେହତ୍ୟାଗ କଲେ? 468 ଖ୍ରୀଷ୍ଟପୂର୍ବରେ ମହାବୀର ଦେହତ୍ୟାଗ କଲେ। ମହାବୀରଙ୍କ ଅନ୍ୟ ନାମ କ'ଣ ଥିଲା? ନଟପୁତ୍ର, କାଶ୍ୟପ, ବୈଶାଳୀୟ ମହାବୀରଙ୍କର ଅନ୍ୟ ନାମ ଥିଲା। ନଟପୁତ୍ରର ଅର୍ଥ କ'ଣ? ଜୈନ ଧର୍ମ ଗ୍ରନ୍ଥରେ ମହାବୀର ଜିନକୁ ନ୍ୟାୟପୁତ୍ର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁକରି ମହାବୀର ଜିନକୁ ନଟପୁତ୍ର ବୋଲିକି କୁହାଯାଏ। କାଶ୍ୟପର ଅର୍ଥ କ'ଣ? ମହାବୀର ଜିନଙ୍କର ଗୋତ୍ର କାଶ୍ୟପ ଥିଲା। ତେଣୁକରି ତାଙ୍କୁ କାଶ୍ୟପ ବୋଲି କୁହାଯାଏ। ବୈଶାଳୀୟର ଅର୍ଥ କ'ଣ? ମହାବୀର ଜିନ ବୈଶାଳୀରେ ଜନ୍ମଗ୍ରହଣ କରିଥିଲେ। ତେଣୁକରି ତାଙ୍କୁ ବୈଶାଳୀୟ ବୋଲି ମଧ୍ୟ କୁହାଯାଏ। ମହାବୀରଙ୍କର ପ୍ରଥମ ଶିଷ୍ୟ କିଏ ଥିଲେ? ଜାମାଲି ଥିଲେ। ପରୀକ୍ଷା ଦୃଷ୍ଟିରୁ ଏହି ପ୍ରଶ୍ନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପିଲାମାନେ। ମହାବୀରଙ୍କର ପ୍ରଥମ ଶିଷ୍ୟ କିଏ ଥିଲେ? ଜାମାଲି ଥିଲେ। ଆହୁରି ଥରେ ରିଭିଜନ କରିଦେବା ପିଲାମାନେ। ଜୈନ ଧର୍ମ କ'ଣ ଥିଲା? ମହାବୀରଙ୍କ ଦ୍ୱାରା ପ୍ରବର୍ତ୍ତିତ ଧର୍ମ ଥିଲା। ମହାବୀର ଦୀର୍ଘ କେତେ ବର୍ଷ ଜୈନ ଧର୍ମର ପ୍ରଚାର କରିଥିଲେ? 30 ବର୍ଷ ଜୈନ ଧର୍ମର ପ୍ରଚାର କରିଥିଲେ। ମହାବୀର କେତେ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ? 72 ବର୍ଷ ବୟସରେ ଦେହତ୍ୟାଗ କରିଥିଲେ। ମହାବୀର କେଉଁ ସ୍ଥାନରେ ଦେହତ୍ୟାଗ କରିଥିଲେ? ରାଜଗୃହ ନିକଟସ୍ଥ ପାବାପୁରୀଠାରେ ଦେହତ୍ୟାଗ କରିଥିଲେ। ମହାବୀର କେବେ ଦେହତ୍ୟାଗ କରିଥିଲେ? 468 ଖ୍ରୀଷ୍ଟପୂର୍ବରେ ଦେହତ୍ୟାଗ କରିଥିଲେ। ମହାବୀରଙ୍କର ଅନ୍ୟ ନାମ କ'ଣ ଥିଲା? ନଟପୁତ୍ର, କାଶ୍ୟପ ଏବଂ ବୈଶାଳୀୟ ଥିଲା। ନଟପୁତ୍ରର ଅର୍ଥ କ'ଣ? ଜୈନ ଧର୍ମ ଗ୍ରନ୍ଥରେ ମହାବୀର ଜିନଙ୍କୁ ନ୍ୟାୟପୁତ୍ର ଭାବରେ ବର୍ଣ୍ଣନା କରାଯାଇଥିବାରୁ ଜୈନଙ୍କୁ ବା ମହାବୀର ଜିନକୁ ନଟପୁତ୍ର ବୋଲି କୁହାଯାଇଥାଏ। କାଶ୍ୟପର ଅର୍ଥ କ'ଣ? ମହାବୀର ଜିନଙ୍କର ଗୋତ୍ର କାଶ୍ୟପ ଥିବାରୁ ତାଙ୍କୁ କାଶ୍ୟପ ବୋଲି କୁହାଯାଇଥାଏ। ବୈଶାଳୀୟର ଅର୍ଥ କ'ଣ? ମହାବୀର ଜିନ ବୈଶାଳୀରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କୁ ବୈଶାଳୀୟ ବୋଲିକି କୁହାଯାଇଥାଏ। ମହାବୀରଙ୍କର ପ୍ରଥମ ଶିଷ୍ୟ କିଏ ଥିଲେ? ଜାମାଲି ଥିଲେ। ମହାବୀର ଜିନଙ୍କ ଜୀବନୀ ଓ ନୀତିବାଣୀ MCQ ପାର୍ଟ 1ରେ ଆଜି ଆମେ 30ଟି MCQ ବିଷୟରେ ଜାଣିଲେ। ପାର୍ଟ 2ରେ ପୁଣି ଆହୁରି ଯାହା ରହିଗଲା ପିଲାମାନେ 30ଟି ହଉ ବା 40ଟି MCQ ହଉ ମୁଁ ପୁଣି ପାର୍ଟ 2ରେ ନେଇକି ଆସିବି। ପିଲାମାନେ ଚେଷ୍ଟା କରିବ ତୁମେ ଏ ଭିଡ଼ିଓକୁ 2ରୁ 3 ଥର ଦେଖିବା ପାଇଁ। ଯଦ୍ୱାରା କ'ଣ ହେବ? ଏହି MCQ ଗୁଡ଼ାକ ତୁମର ମନେ ରହିଯିବ ଏବଂ ପରୀକ୍ଷାରୁ ନିଶ୍ଚୟ ପିଲାମାନେ ଏହି MCQ ମଧ୍ୟରୁ ଗୋଟେ ହିଁ MCQ ତୁମର ପରୀକ୍ଷାରେ ହିଁ ଥିବ। ତ ପିଲାମାନେ ଆଜି ପାଇଁ ଏତିକି ଥାଉ। ପୁଣି ମୁଁ ବହୁତ ଜଲ୍ଦି ତୁମମାନଙ୍କ ପାଇଁ ପାର୍ଟ 2 ନେଇକି ଆସିବି। ସେତିକି ପର୍ଯ୍ୟନ୍ତ ବିଦାୟ ଦିଅ ପିଲାମାନେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିଦେବ ପିଲାମାନେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବ।